21/10, 22/10, 23/10 ମକର ରାଶିରେ ବର୍ତ୍ତମାନ ଯେଉଁ ମଙ୍ଗଳ ଆମର ରହିବେ ତୁଳା ରାଶିରେ 14/9/2025ରୁ 27/10/2025 ପର୍ଯ୍ୟନ୍ତ କ'ଣ ଫଳ ପାଇଛନ୍ତି ମକର ରାଶି ଭାଇ ଭଉଣୀମାନେ। ଦେଖନ୍ତୁ ମକର ରାଶି ଏ ହେଲା ମକର, ଏଠି ହେଲେ ମଙ୍ଗଳ, ଦଶ ମଙ୍ଗଳରେ କ'ଣ ଫଳ ଆସିବ ନା ଅତି ଶୁଭ, କର୍ମରେ ଉନ୍ନତ, ସବୁ କର୍ମ ସିଦ୍ଧି। ଧରନ୍ତୁ ଆପଣଙ୍କର ଗୋଟେ କାମ ଅଧା ଅଛି, ହେଇପାରିନି, ନିଶ୍ଚୟ ହେବ, ହେଉଛି କାମ। ଆଉ ଗୋଟେ କ'ଣ ଅସୁବିଧା କୁଆଡ଼େ ଅଛି, ସେଥିରେ ହେବ। ବଡ଼ ବଡ଼ ଲୋକ ସାହାଯ୍ୟ କରିବେ। ଯେତେ ଅସାଧ୍ୟ କାମ ଏ ପିରିୟଡ଼ରେ ଆପଣ ଆରମ୍ଭ କରନ୍ତୁ, ମକର ରାଶି ବାଲା ନିଶ୍ଚୟ ପାଇବେ। ମଙ୍ଗଳ ଦଶମ, ସାହସ ବଢ଼ିବ, ପରୀକ୍ଷାରେ ପାସ୍। ଦୃଷ୍ଟିଫଳ ଦେଖିବା 1, 2, 3, 4 ଲଗ୍ନ ସ୍ଥାନ ବା ଆମର ଚତୁର୍ଥ ଦୃଷ୍ଟି ଶନି କ୍ଷେତ୍ର ଲଗ୍ନ ସ୍ଥାନକୁ ରହୁଛି ମକର ରାଶି। ଟିକେ ଶରୀରରେ ଟିକେ ପୀଡ଼ା ରହିବ, କିନ୍ତୁ ସେତେଟା ଅସୁବିଧା ନାହିଁ। ଗୋଟେ ଶରୀରକୁ ଦୃଷ୍ଟି ହେଲେ କ'ଣ ହେବ ନା କାମୁଡ଼ା, କି ଗୋଟେ ପୋକ କାମୁଡ଼ି ଦେବ, ବିଷାକ୍ତ ପୋକ, କି ଯେ ସମୁଦ୍ରରେ ଯେଉଁ ଭାଇମାନେ ମାଛ ଧରୁଛନ୍ତି ତାଙ୍କର ଯଦି ଏଇ ରାଶି ହେଇଥିବ, କାମୁଡ଼ା, କି କାଚ ପଶିଯିବା, କି ଟିକେ କରେଣ୍ଟ ଲାଗିବା ଦେହରେ, କି କଟା ସିଲେଇ, ତତଲା ପେଜ ଢାଳି ହେଇଯିବା, ସବୁ ଟିକେ ଏମିତି ରହିବ। ଅହେତୁକ ନୁହଁ, ଅଳ୍ପ ଅଳ୍ପ ରହିବ। ଏ ହେଲା ଚତୁର୍ଥ ଦୃଷ୍ଟି। ସପ୍ତମ ଦୃଷ୍ଟି ଚତୁର୍ଥ ସ୍ଥାନ ନିଜ ଘରକୁ। ଜାଗା କିଣନ୍ତୁ, 4 ଚକିଆ ଗାଡ଼ି କିଣନ୍ତୁ, କି 2 ଚକିଆ କିଣନ୍ତୁ, ଜମିବାଡ଼ି ଦ୍ୱନ୍ଦ୍ୱ ତୁଟିବାକୁ ଆଗଭର ହୁଅନ୍ତୁ। ତାପରେ ନୂଆ ଘର ଯଦି ଅଧା ଅଛି ହାତ ମାରନ୍ତୁ, ପରୀକ୍ଷାରେ ପାସ୍। କିଛି ଅସୁବିଧା ନାହିଁ, ପୁରା 1.5 ମାସ ଠିକ୍। ଅଷ୍ଟମ ଦୃଷ୍ଟି ପଞ୍ଚମ ସ୍ଥାନ ଶୁକ୍ର କ୍ଷେତ୍ର ବର୍ତ୍ତମାନ ବୃଷ ରାଶିକୁ। ପିଲାମାନଙ୍କୁ ବିଦେଶକୁ ଛାଡ଼ନ୍ତୁ। ପିଲାମାନଙ୍କର କ୍ଲେମ୍ ଥିଲେ ସେ ଦୂର ହେବ। ପିଲାମାନେ ଅବୁଝା ହେଉଥିଲେ ବୁଝିବେ। ବାପା ମାଆଙ୍କ କଥା ପିଲା ନିଶ୍ଚୟ ଏ ପିରିୟଡ଼ରେ ମାନୁଛନ୍ତି। ପିଲାଙ୍କର ଯେଉଁ ପ୍ରକାର ସବୁ ଦୁଷ୍ଟାମି ଥିଲା, ଟିକେ 1.5 ମାସ ଟିକେ ପରିବର୍ତ୍ତନ, ତାପରେ କ'ଣ ହେବ ସେ ପଛ କଥା। ଏ ଭଲ ରହିବ, କିଛି ଅସୁବିଧା ନାହିଁ। ଏତେ କିଛି ଅସୁବିଧା ଆବଶ୍ୟକ ନାହିଁ, ପ୍ରତିକାର ବି କିଛି ଆବଶ୍ୟକ ନାହିଁ। ମକର ରାଶିରେ ଶନି ଭଲ ଅଛନ୍ତି, ଆଉ ବର୍ତ୍ତମାନ ମଙ୍ଗଳ ବି ବଢ଼ିଆ ଫଳ ଦେବେ। ଏମିତି ସବୁ ଜିନିଷ ରହିଛି, କିନ୍ତୁ କିଛି ଅସୁବିଧା ନାହିଁ। ଫେର ଦେଖିବା ପରବର୍ତ୍ତୀ ରାଶି।